रायगड़ा जिला बजरंग दल एवं विश्व हिंदू परिषद परिप्रेक्षी में पुलवामा शहीद स्मृति दिवस पालन करा जायतिला। पुलवामा आक्रमण भारत अति दुखद घटना जहाँ 14 फेब्रुआरी 2019 रे घटिला। आत्मघाती बोमा आक्रमण में 40 जन सीआरपीएफ जवान शहीद होते। शहीद जवान स्मृति में रायगड़ा गांधी पार्क निकट में दीप जाली स्मृति दिवस पालन करा जायतिला। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ନଗର ସଂଯୋଜକ ସସ୍ୟଜ୍ୟୋତି ବେହେରା, ମିଲନ କେନ୍ଦ୍ରର ପ୍ରମୁଖ ଶଙ୍କର ବେହେରା, ସହ ସଂଯୋଜକ ଗଣି ବଳ ଉପାସନା, ପ୍ରମୁଖ ରାୟଗଡ଼ା ବ୍ଲକ ସଂଯୋଜକ ଅଜୟ କୁମାର ଆଶ୍ରଣୀ, ସହ ସଂଯୋଜକ ବିଜୟ ଚୁଲେଟ, ବିଶ୍ୱ ହିନ୍ଦୁ ପରିଷଦ ନଗର ସଭାପତି ଗୋପୀନାଥ ବର୍ମା, କାର୍ଯ୍ୟକାରୀ ସଭାପତି ଆନନ୍ଦ ରାଓ, ସମ୍ପାଦକ କୁନା ଭାଇ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଶକ୍ତି ମାତୃଶକ୍ତି କୁମାରୀ ବନ୍ଦିତା ଏବଂ ଅନ୍ୟମାନଙ୍କ ସହିତ 100ରୁ ଊର୍ଦ୍ଧ୍ୱ ଲୋକ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୋ ନାଁ ହେଉଛି ଆନନ୍ଦ ରାଓ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲାର କାର୍ଯ୍ୟକାରୀ ସଭାପତି। ଫେବୃଆରୀ 14 ତାରିଖ ସାଧାରଣତଃ ଆମର ଏ ସମାଜରେ ଭାଲେଣ୍ଟାଇନ୍ ଡେ ନାଁରେ ସମସ୍ତେ ପାଳନ କରୁଛନ୍ତି, କିନ୍ତୁ ରାୟଗଡ଼ାରେ ନଗର ବଜରଙ୍ଗ ଦଳ, ରାୟଗଡ଼ାରେ ଆମର ଯେଉଁ ଜିଲ୍ଲା ଭାଇ ଅଛନ୍ତି ବଜରଙ୍ଗ ଦଳର ନଗର ସଂଯୋଜକ, ତାଙ୍କର ନେତୃତ୍ୱରେ ଆଜିର ଏହି ଦିନରେ ଆମେ ଯେଉଁ ପୁଲୱାମାରେ ଯେଉଁ ଶହୀଦ ହେଇଥିଲେ ଆମର ଯବାନ ଯାକ, ଯେଉଁମାନେ ଦେଶ ପାଇଁ ବୋଲିକି ନିଜର ଜୀବନକୁ ବଳିଦାନ ଦେଇଥିଲେ, ତାଙ୍କର ସ୍ମୃତି ଚାରଣ କରିବା ପାଇଁ ବୋଲିକି ଆଜି ଦୀପଦାନ ଯଜ୍ଞ କରାହେଇଛି। ଯେଉଁ ଦୀପଦାନ ଯଜ୍ଞ ହେଲା ତାଙ୍କର ସ୍ମୃତି ଚାରଣ ପାଇଁ ବୋଲିକି ଆମର ଯେଉଁ ଶହୀଦ ଯବାନମାନଙ୍କ ପାଇଁ ବୋଲିକି ଆଜି ବଜରଙ୍ଗ ଦଳର ନଗରର ଶତାଧିକ ବଜରଙ୍ଗୀ ଆସିକି ଏ ଯେଉଁ ଦୀପଦାନ ଯଜ୍ଞରେ ସମସ୍ତେ ଭାଗ ନେଇଛନ୍ତି। रायगड़ारू सस्यज्योति बेहरा रिपोर्ट A1 ओडिशा।